ପାଣି ତ ଯୋଉଗୁଡାକ ତଳ ଏରିଆ ଗୁଡାକ ପାଣି ହେଇଯାଇଛି, କିନ୍ତୁ ଆମର ଯୋଉଟା ଅପଷ୍ଟେୟାର ଅଛି ସେଠି ପିଲା ରହୁଛନ୍ତି, ସେଠି ବି ଉଠେଇ ଦେଇଛୁ ପିଲାଙ୍କୁ କିଛି। ଆଉ ହୁଏତ ଫ୍ୟୁଚରରେ ଯଦି ପାଣିଟା ବଢିପାରେ, ସେଥିପାଇଁ ଲକ୍ଷ୍ୟ ରହିଛି ଯେ ଫ୍ୟୁଚର ପିଲାଙ୍କୁ ରେସ୍କ୍ୟୁ କରିପାରୁ, କି ଅଫିସର ଯାହା ଆମର ଡିପାର୍ଟମେଣ୍ଟ ଅର୍ଡର କରିବେ, ଯାହା ଡିଡବ୍ଲ୍ୟୁ କି ତହସିଲଦାର ବିଡିଓ ଯାହା ପରମିଶନ ଦେବେ ତାଙ୍କୁ ଯାହା କରିବୁ। ଆଉ ପିଲା ସଂଖ୍ୟା ଏକ୍ସାକ୍ଟଲି କେତେ, ଝିଅ କେତେ, ପୁଅ କେତେ? ଝିଅ 97, ପୁଅ 158, ଟୋଟାଲ 255 ପ୍ରେଜେଣ୍ଟ। ଆଜ୍ଞା, ମୟୂରଭଞ୍ଜ, ବାଲେଶ୍ୱର, ଆମ କେନ୍ଦ୍ରାପଡ଼ା, ଯାଜପୁର, ଏମିତି ସବୁ ଡିଷ୍ଟ୍ରିକ୍ଟ 4-5ଟା ଡିଷ୍ଟ୍ରିକ୍ଟ ବୁଲିକିରି। ଆଉ ଖାଇବା ପିଇବା ପାଇଁ ଆରେଞ୍ଜମେଣ୍ଟ କଣ ରହିଛି? ଅଛି ଆମର ରୋଷେଇ, ଗ୍ରୋସରୀ ଅଛି ଆଇଟମ ବି, ଶୁଖିଲା ଖାଦ୍ୟ ରଖିଛୁ ବି, ଚୁଡ଼ା ବିସ୍କୁଟ ଯୋଉଗୁଡାକ ଆବଶ୍ୟକ। ଆଉ ଅଛି ବି ଟିବଲ ବି ଆଭେଲେବୁଲ ଅଛି। ତେଣୁ ବର୍ତ୍ତମାନ ଯେ ଆଗ ଥର ଯେଉଁ ପାଣି ହେଇଥିଲା ତାଠାରୁ ପାଣି କମ୍ ଅଛି। ବର୍ତ୍ତମାନ ପିଲାମାନେ ଭଲରେ ଅଛନ୍ତି, ସୁରକ୍ଷିତ ଅବସ୍ଥାରେ ଅଛନ୍ତି। ଯଦି ଅଧିକ ପାଣି ହୁଏ ତାହେଲେ ଆମେ ପରବର୍ତ୍ତୀ ସମୟରେ ଚେଷ୍ଟା କରି ତାଙ୍କୁ ସ୍ଥାନାନ୍ତରିତ କରିଛୁ। ବର୍ତ୍ତମାନ କିଛି ଅସୁବିଧା ନାହିଁ। ସେମାନେ ବର୍ତ୍ତମାନ ଉପର ମହଲା ସିଫ୍ଟ ଅଛନ୍ତି, ସେମାନେ ସମ୍ପୂର୍ଣ୍ଣ ରୂପେ ସୁରକ୍ଷିତ ଅଛନ୍ତି। ଏବେ ଯାହା ଲାଷ୍ଟ ଖବର, ତାଙ୍କ ପାଖରେ ପର୍ଯ୍ୟାପ୍ତ ପରିମାଣରେ ପାଣି ଓ ଖାଦ୍ୟ ସାମଗ୍ରୀ ମଧ୍ୟ ଅଛି ଏବଂ ତାଙ୍କର ଷ୍ଟକ୍ ସିଚୁଏସନ୍ ପାଇଁ ଯାଉଛୁ। ଅଗ୍ନିଶମ ବାହିନୀର କ'ଣ କାମ ରହିବ? ଆମେ ଯାଉଛୁ, ଦେଖିକି ଆସୁଛୁ ସୁଅ କ'ଣ ଅଛି, ଯଦି ଦରକାର ପଡ଼ିବ ଅଗ୍ନିଶମ ବାହିନୀ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛି। ଆମେ ଯଦି ଦରକାର ପଡ଼ିବ ତାହେଲେ ସିଫ୍ଟିଂ କରିବୁ ପିଲାମାନଙ୍କୁ।